ଜୟ ଜଗନ୍ନାଥ। ଚାଲନ୍ତୁ ସାଙ୍ଗମାନେ ଆଜି ଜାଣିବା ଆମ ହିନ୍ଦୁ ଧର୍ମର 12 ଜ୍ୟୋତିର୍ଲିଙ୍ଗ ବିଷୟରେ। ଆପଣମାନେ ମୋ ଭିଡ଼ିଓକୁ ଲାଷ୍ଟ ଆଗେ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। କିଛି ଶିକ୍ଷା ଆପଣମାନଙ୍କୁ ମୁଁ ଦେଉଛି, ଆଉ ଆପଣମାନେ କିଛି ଯଦି ଜାଣିବାକୁ ଚାହୁଁଛନ୍ତି 12 ଜ୍ୟୋତିର୍ଲିଙ୍ଗର ନାଁ ତାହେଲେ ଦେଖନ୍ତୁ। ପ୍ରଥମେ ସୋମନାଥ ଜ୍ୟୋତିର୍ଲିଙ୍ଗ, ଦ୍ୱିତୀୟ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ, ତୃତୀୟ ମହାକାଳ ଜ୍ୟୋତିର୍ଲିଙ୍ଗ, ଚତୁର୍ଥ ଓମକାରେଶ୍ୱର ଜ୍ୟୋତିର୍ଲିଙ୍ଗ, ପଞ୍ଚମ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ, ଷଷ୍ଠ ରାମେଶ୍ୱର ଜ୍ୟୋତିର୍ଲିଙ୍ଗ, ସପ୍ତମ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ, ଅଷ୍ଟମ ତ୍ରିମ୍ବେକେଶ୍ୱର ଜ୍ୟୋତିର୍ଲିଙ୍ଗ, ନବମ କେଦାରନାଥ ଜ୍ୟୋତିର୍ଲିଙ୍ଗ, ଦଶମ ଘସେଡ଼େଶ୍ୱର ଜ୍ୟୋତିର୍ଲିଙ୍ଗ, 11 ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ, 12 ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ। ଇଏ ହେଉଛି ଆମ ହିନ୍ଦୁ ଧର୍ମର ଶ୍ରେଷ୍ଠ ଏବଂ 12 ଜ୍ୟୋତିର୍ଲିଙ୍ଗ ବିଷୟର ନାମ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗିଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲଟି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାଙ୍ଗମାନେ। ଚାଲନ୍ତୁ ଆପଣମାନଙ୍କୁ ମୁଁ କିଛି ଟିପ୍ସ ଦେବି ଏବଂ ସେଇ ଟିପ୍ସରେ ଆପଣମାନେ ନିଶ୍ଚିନ୍ତ ଭାବରେ ଆମର ସୁନାର ପରିବାର ଏବଂ ସ୍ୱର୍ଗଠାରୁ ପରିବାର ଏବଂ ବାପା ମାଆଙ୍କର ସ୍ନେହ ଏବଂ ଭାଇଙ୍କର ସ୍ନେହ, ଭଉଣୀର ଶୁଭଚିନ୍ତକ, ସ୍ତ୍ରୀର ବଡ଼ ସାଙ୍ଗ, ସେ ବିଷୟରେ କିଛି ଆପଣମାନଙ୍କୁ ମୁଁ କହିବି। କିନ୍ତୁ ସାଙ୍ଗମାନେ ମୋ ଭିଡ଼ିଓଟିକି ପ୍ଲିଜ୍ ଲାଷ୍ଟ ଯାକେ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ମୁଁ ବହୁତ କଷ୍ଟରେ ଭାଇ ଭିଡ଼ିଓଟି ବନାଉଛି ଆପଣମାନଙ୍କ ପାଇଁ କେବଳ, ଆଉ ଆପଣ ନିଶ୍ଚିନ୍ତ ଦେଖନ୍ତୁ ଏବଂ କିଛି ଶିକ୍ଷାର ଲାଭ ବି ପାଇପାରିବେ। ଚାଲନ୍ତୁ ସେ ଭିଡ଼ିଓଟି ଷ୍ଟାର୍ଟ କରିବା। ପରିବାରଠୁ ବଡ଼ ସମ୍ପତ୍ତି ଆଉ କିଛି ନାହିଁ ଏବଂ ପରିବାରଠୁ ବଡ଼ ମନ୍ଦିର ଆଉ କିଛି ନାହିଁ। ପରିବାରଠୁ ବଡ଼ ଭକ୍ତି ଆଉ କିଛି ନାହିଁ। ପରିବାରଠୁ ଆଉ ବଡ଼ ମୁକ୍ତିଧାମ ଆଉ କେଉଁଠି ନାହିଁ। ଆପଣ ଚାରିଧାମ ଯାଆନ୍ତୁ ନା କାହିଁକି ଏବଂ 12 ଜ୍ୟୋତିର୍ଲିଙ୍ଗ, ଚାରିଧାମ ଏବଂ ଆପଣଙ୍କର ଯେତେ ବି ଆମ ହିନ୍ଦୁ ଧର୍ମରେ ଜ୍ୟୋତିର୍ଲିଙ୍ଗ ଯାଆନ୍ତୁ, କିନ୍ତୁ ଆପଣଙ୍କର ଯଦି ପରିବାରଟି ମନ୍ଦିର ଭଳି ଅଛି ନା, ଆପଣ କେଉଁଠିକି ଯିବାକୁ ଦରକାର ନାହିଁ। କାରଣ ପରିବାରରେ ହିଁ ଆପଣ ସଠିକ୍ ଭାବରେ ସମସ୍ତେଙ୍କଠୁ ଆଶୀର୍ବାଦ ନିଅନ୍ତୁ। ଆପଣ କେଉଁ ଚାରିଧାମ ଦର୍ଶନ କରିବାର କିଛି ଆବଶ୍ୟକ ନାହିଁ। ଚାଲନ୍ତୁ ଆପଣମାନଙ୍କୁ ମୁଁ କିଛି କହିବାକୁ ଚାହିଁବି। ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମ ହେଉଛି ପରିବାରଠୁ ବଡ଼ ସମ୍ପତ୍ତି ଆଉ କିଛି ଏ ଜୀବନରେ ନାହିଁ। ବାପାଙ୍କଠୁ ବଡ଼ ଆଉ କେହି ସାହାକାର ନାହାନ୍ତି ଏବଂ ଆପଣାର ଏବଂ ସ୍ନେହଦାତା ନାହାନ୍ତି। ମା ଛବିଠୁ ବଡ଼ କୌଣସି ଦୁନିଆରେ ଏମିତି ନାହିଁ ଛବି ମହାନ, କେବଳ ମା ଛବିଟି ହିଁ ଏ ଦୁନିଆରେ ମହାନ। ଭାଇଠାରୁ ବଡ଼ କେହି ବି ଭଗାରୀ ନାହିଁ। ଆପଣ ଜାଣିଛନ୍ତି ଭାଇଠାରୁ ବଡ଼ କେହି ଭଗାରୀ ବି ନାହିଁ। ଭଉଣୀଠୁ ବଡ଼ ଶୁଭଚିନ୍ତକ କେହି ନାହିଁ। ସ୍ତ୍ରୀଠୁ ବଡ଼ ସାଙ୍ଗ ଆଉ ଏଇ ଦୁନିଆରେ କେହି ବି ନାହାନ୍ତି। ସେଥିପାଇଁ ପରିବାର ବିନା ଏ ଜୀବନ ବଞ୍ଚିବା କୌଣସି ମୂଲ୍ୟବାନ ନାହିଁ। ଯଦି ଆପଣମାନଙ୍କ ପରିବାର ସଠିକ୍ ଭାବରେ ଏବଂ ବହୁତ ଭଲ ଭାବରେ ଏବଂ ମନ୍ଦିର ଭଳି ତୋଳିଚିନ୍ତା, ତାହେଲେ ଆପଣଙ୍କ ଜୀବନ କୌଣସି ତୀର୍ଥଧାମ ଯିବାକୁ ଦରକାର ନାହିଁ ସାଙ୍ଗମାନେ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲକୁ ଟିକେ ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ କେତେ ବି ଧନୀ ହୁଅନ୍ତୁ ନା କାହିଁକି, ନୀତି ଖାଆନ୍ତୁ ସାଧାବର ଭଜନ। କାହା ଦୁଃଖ ସମୟରେ ଆଗରେ ଏବଂ ସୁଖ ସମୟରେ ପଛରେ ଯାଆନ୍ତୁ।
ସେତିକି ଜିନିଷ ଘରକୁ ଆଣନ୍ତୁ ଯେତିକି ଆପଣଙ୍କର ଆବଶ୍ୟକ ଅଟେ। ନିଜ ପ୍ରଶଂସା ଏବଂ ଅନ୍ୟଙ୍କ ଦ୍ୱାରା କରାଯାଉଥିବା ନିନ୍ଦା ଆପଣ ଭୁଲି ଯାଆନ୍ତୁ। ଏହି ହେଉଛି ଜୀବନର ନୀତି। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।